অবদান কাହିଁ ସାଜୁନ ତୁମେ ଚକା ନୟନ ଦୂଷିତ ହେଲାଣି କେବେଠୁ ଏହି ମଣିଷ ମନ ଅବଦାନ କାହିଁ ସାଜୁନ ତୁମେ ଚକା ନୟନ ଦୂଷିତ ହେଲାଣି କେବେଠୁ ଏହି ମଣିଷ ମନ ପାଞ୍ଚଣଟେ ଧରି ହାତରେ ତୁମେ ଦିଅ ପାହାର ସୁଧୁରି ଯାଆନ୍ତୁ ବାଳୁଙ୍ଗା ତ୍ରାହି ପାଉ ସଂସାର ସୁଧୁରି ଯାଆନ୍ତୁ ବାଳୁଙ୍ଗା ତ୍ରାହି ପାଉ ସଂସାର। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ସମସ୍ତଙ୍କୁ ଶୁଭ ଅଭିନନ୍ଦନ। ଗୁରୁଙ୍କ ହାତରେ ଆଉ ପାଞ୍ଚଣ ନାହିଁ। ବାଳୁଙ୍ଗା ସୁଧୁରିବେ କିଭଳି? ତେଣୁ ବାଳୁଙ୍ଗା କେବଳ ବୁଝିଲେ ସୁଧୁରିବେ। ତେଣୁ ଆଉ ଗୁରୁଙ୍କ ହାତରେ ପାଞ୍ଚଣ ନାହିଁ। ଦ୍ରୋଣାଚାର୍ଯ୍ୟ ଥିଲେ କୌରବ ଆଉ ପାଣ୍ଡବ ମାନଙ୍କର ଗୁରୁ, ଏକଲବ୍ୟଙ୍କର ମଧ୍ୟ ଗୁରୁ। କିନ୍ତୁ ଗୁରୁ ଜାତିର କଳଙ୍କିତ ଅଧ୍ୟାୟ ଯିଏକି ଦ୍ରୋଣାଚାର୍ଯ୍ୟ ସୃଷ୍ଟି କରିଦେଇଗଲେ ଏକଲବ୍ୟଙ୍କର ବୃଦ୍ଧା ଆଙ୍ଗୁଳିକୁ ଦକ୍ଷିଣା ସ୍ୱରୂପ ନେଇ। ତେଣୁ ସେ କଳଙ୍କିତ ଅଧ୍ୟାୟ ପୁରାଣରେ ବର୍ଣ୍ଣିତ ହୋଇଛି। କିନ୍ତୁ ସେ ଅଧ୍ୟାୟ ଆଉ ଯେଭଳି ପୁନର୍ବାର ନ ଘଟୁ। ଶିଷ୍ୟ ହିସାବରେ ଏକଲବ୍ୟର ମହନୀୟ ଗୁଣାବଳୀ ଆମେ ପୁରାଣରୁ ଶୁଣିଛେ। ତେଣୁ ଶ୍ରେଷ୍ଠ ଶିଷ୍ୟ ରୂପରେ ଏକଲବ୍ୟ ଯେଉଁ ନିଷ୍ଠାର ସହିତ ଭକ୍ତିର ସହିତ ଗୁରୁଙ୍କ ପ୍ରତି ଯେଉଁ ବିଶ୍ୱାସ, ଅତୁଟ ବିଶ୍ୱାସ, ଯାହାକି ଶ୍ରେଷ୍ଠ ଧନୁର୍ଦ୍ଧାରୀ ରୂପରେ ପରିଣତ ହୋଇଥିଲେ ବା ଶ୍ରେଷ୍ଠ ଧନୁର୍ଦ୍ଧାରୀ ହୋଇଥିଲେ, ଠିକ୍ ସେହିଭଳି ଗୁରୁ ଜାତି ଆଉ ସେହି ପୁରାଣ ବର୍ଣ୍ଣିତ କଳଙ୍କିତ ଅଧ୍ୟାୟକୁ ନ ଦୌଡ଼ାଇ ସବୁ ଶିଷ୍ୟମାନଙ୍କ ପାଇଁ, ସବୁ ଛାତ୍ରମାନଙ୍କ ପାଇଁ ସମଦୃଷ୍ଟି ହୁଅନ୍ତୁ। ତେଣୁ ସମସ୍ତେ ଆମ ପାଇଁ ସମାନ ହୁଅନ୍ତୁ ଏବଂ ପ୍ରତ୍ୟେକ ଛାତ୍ର ଆଉ ସେ ସମୟ ନାହିଁ ଯେ ପାଞ୍ଚଣର ମାଡ଼, ବେତର ପାହାର ଏସବୁ ନାହିଁ। ତେଣୁ ସମସ୍ତେ ଆପେ ଆପଣାର ବନ୍ଧୁ ତୁ, ଆପେ ଆପଣା ଗୁରୁ, ଆପେ ଆପଣାକୁ ଚିହ୍ନିଲେ ତରି ଯିବୁ ସଂସାରୁ। ବାୟା ବାବାଙ୍କ କଥା। ତେଣୁ ନିଜେ ନିଜର ଗୁରୁ ରୂପରେ ନିଜେ ନିଜକୁ ଚିହ୍ନିବା, ଯଦି ବୁଝିବା, ତାହେଲେ ଏ ସଂସାର ରୂପକ ସମୁଦ୍ରରୁ ବା ସାଗରରୁ ଆମେ ପାହାରି ହୋଇଯିବା। ଯଦି ନିଜକୁ ନ ବୁଝିବା, ମାଡ଼ ଛାଟ ତ ନାହିଁ, ଆଉ ବୁଝେଇ ହେବ ନାହିଁ ମାଡ଼ ଛାଟ ଦେଇ। ତେଣୁ ଯାହା କଥାରେ ବୁଝାଯିବ, ତେଣୁ ସେଇ କଥା ହିସାବରେ ନିଜେ ନିଜକୁ ବୁଝିଯିବା। ତେଣୁ ଆଜିର ଗୋଟେ ଛୋଟିଆ କବିତା, ଯାହାକି ତିନି ଦେବତା। କିଏ ସେ ତିନି ଦେବତା? ନା ପିତା, ମାତା, ଗୁରୁ। ଏ ତିନି ଜଣ ହେଉଛନ୍ତି ଆମମାନଙ୍କ ପାଇଁ ଜୀବନ୍ତ ଦେବତା, ଜୀବନ୍ତ ଠାକୁର। ଠାକୁରଙ୍କୁ ଆମେ କେହି ଦେଖି ନାହାନ୍ତି। ଠାକୁର ବରଂ ଆମ ପାଇଁ ମିଛ ହୋଇଯାଇପାରନ୍ତି, କାରଣ ଆମେ ଦେଖି ନାହାନ୍ତି। କାଠ ପାଷାଣକୁ ଆମେ ଠାକୁରଙ୍କର ପ୍ରତିମା ରୂପରେ ପୂଜା କରୁଛନ୍ତି, କିନ୍ତୁ କଥା କେହି କହୁନାହାନ୍ତି। ସତ ସତିକା କ'ଣ ଆମେ କେହି ଦେଖିଛନ୍ତି? ତଥାପି ଆମେ ବିଶ୍ୱାସ ରଖନ୍ତି। ଯଦି କାଠ ପାଷାଣ ଠାକୁରକୁ ଆମେ ଏତେ ବିଶ୍ୱାସ କରନ୍ତି, ତେଣୁ ଆମକୁ ଯିଏ ଦୁନିଆର ଆଲୋକ ଦେଖେଇଲା, ଦୁନିଆର ରାଜଦାଣ୍ଡରେ ଯେ ଗୁରୁ ମଣିଷ ରୂପରେ ମଣିଷଟିଏ କରି ଗଢ଼ି ତୋଳିଲେ, ଯେଉଁ ଜୀବନ୍ତ ଠାକୁର, ତାଙ୍କୁ ଆମେ ଅବିଶ୍ୱାସୀ କରିବା କେମିତି? ତେଣୁ ନିଶ୍ଚିତ ଭାବରେ ସେଇ ଜୀବନ୍ତ ଠାକୁରଙ୍କ ପ୍ରତି ଆମମାନଙ୍କର ସମର୍ପଣ ଭାବ ରହୁ, ଯାହାକି ଏ ସଂସାରରୁ ପାରି ହେବା ପାଇଁ। ବାପା ମା ସିନା ସ୍ୱର୍ଗରୁ ମର୍ତ୍ତ୍ୟକୁ ଆମକୁ ଆଣନ୍ତି, କିନ୍ତୁ ଗୁରୁ କ'ଣ କରନ୍ତି? ମର୍ତ୍ତ୍ୟରୁ ବୈକୁଣ୍ଠ ଧାମକୁ ନିଅନ୍ତି। ଏଭଳି ଜ୍ଞାନର ଆଲୋକ ଭରି ଦିଅନ୍ତି, ଯାହାକି ଆମକୁ ମର୍ତ୍ତ୍ୟରୁ ପୁଣି ବୈକୁଣ୍ଠ ଲୋକକୁ ଯିବା ପାଇଁ ହୁଏ। ତେଣୁ ବୈକୁଣ୍ଠକୁ ସେ ନେଇଯାଆନ୍ତି। ତେଣୁ ସେହି ଗୁରୁ, ସେହି ବାପା ମା, ସେହି ତାଙ୍କ ପ୍ରତି ସମର୍ପଣ ଭାବ ସବୁବେଳେ ଥାଉ ଆମମାନଙ୍କର। ତେଣୁ ସେହି ଉପରେ ଆଧାରିତ ତିନି ଦେବତା ଗୋଟିଏ ଛୋଟିଆ କବିତା। ତାହା ତୁମମାନଙ୍କୁ ଭଲ ଲାଗିବ କି ନାହିଁ ମୁଁ ଜାଣେ ନା, ତଥାପି ମୋ ଗୁରୁ ଯିଏକି ଚତୁର୍ଭୁଜ ନାୟକ, ଇଞ୍ଚୋଳ ହାଟଡି ହାଇସ୍କୁଲ ଓଡ଼ିଆ ଶିକ୍ଷକ, ତାଙ୍କ କଥା କ'ଣ ବର୍ଣ୍ଣନା କରିବି? ତେଣୁ ତାଙ୍କ କଥା ଅବ୍ୟକ୍ତ, କହିହେବ ନାହିଁ। ତେଣୁ ସେ ଏମିତି ମଣିଷ ଥିଲେ, ମାନେ ଗୁରୁ ଜାତିର ଶ୍ରେଷ୍ଠ। ତେଣୁ ଯାହାଙ୍କୁ ସାଧୁ କୁହନ୍ତି, ମୋ ପାଇଁ ସେ ଶ୍ରେଷ୍ଠ ଗୁରୁ। ଚୋର ବି କୁହେ, ମୋ ପାଇଁ ସେ ଶ୍ରେଷ୍ଠ ଗୁରୁ। ତେଣୁ ସମସ୍ତଙ୍କର ସେ ପ୍ରିୟ ଥିଲେ। ସାଧୁ ପାଇଁ ଯେମିତି
चोर पाई सेमिति तेणु साधु को वैकुंठ धाम को नेला बेले चोर को कौन छाड़ी देजिबे चोर को मध्य तांकर स्पर्श एते साधुता लाभ करुला एवं भल मनीष हो जाऊला तांको संग जे थरे मिसिछि अबाटरू बाट को पड़ी आछि जे थरुटे तांको स्पर्श पाइछि तांको आशीर्वाद जहाँ मथा पर अछि से मनीष हो जाए तेणु से गुरु चरण में शतकोटी प्रणाम सी आज संसार नहांती सत तेणु तांको कथा कहले वीडियो लंबा हो तेणु बहुत भल पदिए कही बहुत भल तेणु आस समस्ते से गुरुंकर महिमा शुणा बापा मानकर कथा शुणा तीन देवता कविता छोटिया कविता टी लिखी जहाँकि तीन देवता तीन देवतांको महिमा तीन देवतांको महिमा शुणुथि बुटी धन तोते मिछ मोते सतरे एही कथाटी जान तोते मिछ मोते सतरे एही कथाटी जान पिता माता गुरु तिनी हे केही नुहे अलगा पिता माता गुरु तिनी हे केही नुहे अलगा तांकरी आशीषे संसारू पारी होई बसिना तांकरी आशीषे संसारू पारी होई बसिना एमाने अटंती तोहर कथा कुहा ठाकुर जहा मागी देबु देवे रे अविलंबे हातर एमाने तोहर अटंती कथा कुहा ठाकुर जहा मागी देबु देवे रे अविलंबे हातर माता सिना सही जंत्रणा तोते देले जन्म पिताटी तोहर करिले दुख सही पालन पिताटी तोहर करिले दुख सही पालन गुरु देखाइले भल ओ मंद बाछ विचार गुरु देखाइले भल ओ मंद बाछ विचार ज्ञान मंजी बुणी देले रे हेबा पाई उद्धार ज्ञान मंजी बुणी देले रे हेबा पाई उद्धार काठ पाषाण को पूजिले मन बुझई सिना काठ पाषाण को बुझिले मन बुझई सिना हेले फल किछि मिले ना आखि थाई जे कोणा हेले फल किछि मिले ना आखि थाई जे कोणा पिता माता गुरु भितरे थाई सर्वदेवता पिता माता गुरु भितरे थाई सर्वदेवता तुमको परखु थांती बाट होइले बणा तुमको परखु थांती बाट होइले बणा ज्ञान चक्षु खोली बाबूरे ज्ञान चक्षु खोली बाबूरे बारे विचार कर काहाकु से बिले उज्जवल हेब भविष्यत तोर काहाकु से बिले उज्जवल भविष्यत तोर काहाकु से बिले उज्जवल भविष्यत तोर। जय जगन्नाथ जय जगन्नाथ जय।